ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ମାଣିବନ୍ଧ ଗ୍ରାମ ପଞ୍ଚାୟତର ଏକଡାଳିଆ ଖେଳପଡ଼ିଆଠାରେ ତୃତୀୟ ଉମାକାନ୍ତ ମେମୋରିଆଲ କ୍ରିକେଟ କପ୍ 2024 ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 8ଗୋଟି ଦଳ ଭାଗ ନେଇଥିଲେ। ସେମାନେ ହେଲେ ଗୌଡ଼ିଆପଡ଼ା, ପିଚୁକୁଳି, ଲାଠିପଡ଼ା, କିଆପଲା, ବାଙ୍କି, ଜାମୁସାହି, ରଣପୁର, ରାଜସୁନାଖଳା ପ୍ରମୁଖ। ଏହି ଟୁର୍ଣ୍ଣାମେଣ୍ଟ 3 ଦିନ ଧରି ଚାଲି ରହିଥିବା ବେଳେ ଫାଇନାଲ ମ୍ୟାଚ୍ ରଣପୁର ଓ ଗୌଡ଼ିଆପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରଣପୁର ଦଳ ଟସ୍ ୱିନ୍ କରି ବ୍ୟାଟିଂ ନିଷ୍ପତ୍ତି ନେଇ 15 ଓଭରରେ 118 ରନ୍ ସଂଗ୍ରହ କରିଥିବା ବେଳେ ତାର ଜବାବରେ ଗୌଡ଼ିଆପଡ଼ା ଦଳ 9.3 ଓଭରରେ 121 ରନ୍ ସଂଗ୍ରହ କରି ଜିତାପଟ ହାସଲ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍ଥାନୀୟ ବେଗୁନିଆ ବୋଲଗଡ଼ର ବିଧାୟକ ପ୍ରଦୀପ କୁମାର ସାହୁ। ଉପସ୍ଥିତ ଥିଲେ ସମ୍ମାନିତ ଅତିଥି ଭାବେ ପରୀକ୍ଷିତ ପାଇକରାୟ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାବୃନ୍ଦ। ଅମ୍ପାୟାର ଭାବେ ହେମନ୍ତ କୁମାର ପ୍ରଧାନ, ସାଗର କୁମାର ସାହୁ କ୍ରୀଡ଼ା ପରିଚାଳନା କରିଥିବା ବେଳେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଗୁଗୁଲା ଓ ଶ୍ରେଷ୍ଠ ବୋଲର ଭାବେ ପୁପା ଶ୍ରେଷ୍ଠ ବିବେଚିତ ହୋଇ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ପରିଶେଷରେ ମାନ୍ୟବର ବିଧାୟକ ଶ୍ରୀ ସାହୁଙ୍କ ଦ୍ୱାରା ବିଜେତା ଦଳ ଗୌଡ଼ିଆପଡ଼ାକୁ 10,000 ଟଙ୍କା ସହ ଚମ୍ପିଆନ ଟ୍ରଫି ଓ ଉପବିଜେତା ରଣପୁର ଦଳକୁ 6,000 ଭାରତୀୟ ମୁଦ୍ରା ସହ ରନର୍ସ ଅପ୍ ଟ୍ରଫି ପ୍ରଦାନ କରାଯାଇଥିଲା। କ୍ରୀଡ଼ା ଓ କ୍ରୀଡ଼ାଭିତ୍ତିର ବିକାଶ ନିମନ୍ତେ ସେ ସଦାବେଳେ ଚେଷ୍ଟା ଜାରି ରଖିବେ ବୋଲି ମତ ପ୍ରକାଶ କରିଥିବା ବେଳେ ଗ୍ରାମାଞ୍ଚଳରେ ଏପରି ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବାରୁ ଆୟୋଜକ କର୍ମକର୍ତ୍ତା, ଉଭୟ ଦଳର ଖେଳାଳି ଓ ଉପସ୍ଥିତ କ୍ରିକେଟ ପ୍ରେମୀଙ୍କୁ ଧନ୍ୟବାଦ ଜଣାଇଥିଲେ ବିଧାୟକ ଶ୍ରୀ ସାହୁ। ବ୍ୟୁରୋ ରିପୋର୍ଟ, ଶୁଭ ଖବର।